ଆଜି ଆମେ ଭିଡିଓ ଆଉଟପୁଟ୍ ପୋର୍ଟ ଗୁଡ଼ିକର ଗାଇଡକୁ ନେଇ ଟିକେ କଥା ହେବା। ମାନେ ଆମେ ଯେଉଁ କମ୍ପ୍ୟୁଟର ବା ଲ୍ୟାପଟପ୍ରୁ ମନିଟର କିମ୍ବା ଟିଭିକୁ ଭିଡିଓ ପଠାଉ, ସେଥିପାଇଁ କେଉଁ କେଉଁ ପୋର୍ଟ ବ୍ୟବହାର ହୁଏ ସେଇଟା ଟିକେ ସହଜରେ ବୁଝିବାକୁ ଚେଷ୍ଟା କରିବା। ତ ଏହି ଗାଇଡରେ ମୁଖ୍ୟତଃ ଚାରିଟା ନାଁ ବାରମ୍ବାର ଆସୁଛି। ଗୋଟେ ହେଲା HDMI, ଆଉ ଗୋଟେ ଡିସ୍ପ୍ଲେ ପୋର୍ଟ, ପୁଣି ସେଇ ପୁରୁଣା VGA, ଆଉ ଆଜିକାଲିର USB-C। ଚାଲନ୍ତୁ ଗୋଟେ ପରେ ଗୋଟେ ଦେଖିବା। HDMI ରୁ ହିଁ ଆରମ୍ଭ କରିବା। ଏଇଟା ମୋତେ ଲାଗୁଛି ସବୁଠୁ କମନ୍ ବୋଧେ। ନିଶ୍ଚୟ। HDMI ମାନେ ହାଇ ଡେଫିନେସନ୍ ମଲ୍ଟିମିଡିଆ ଇଣ୍ଟରଫେସ୍। ଏଇଟା ଆଜ୍ଞା ବହୁତ ହି ସାଧାରଣ ଆଉ ସବୁ କାମରେ ଆସେ। ଏହାର ଭଲ କଥା ହେଲା ଏହା ଅଡିଓ ଆଉ ଭିଡିଓ ଦୁଇଟା ଯାକ ଗୋଟିଏ କେବୁଲରେ ନେଇଯାଏ। ଆପଣ ଦେଖିବେ ଟିଭିରେ, ଗେମିଂ କନସୋଲରେ, ଲ୍ୟାପଟପ୍ରୁ ମନିଟର ଯୋଡ଼ିବାକୁ ହେଲେ ବହୁତ ଜାଗାରେ ଏଇଟା। ଘରୋଇ ବ୍ୟବହାର ପାଇଁ ତ ଏକଦମ ଷ୍ଟାଣ୍ଡାର୍ଡ ଭଳିଆ। ହଁ ହଁ, ଏଇଟା ତ ମୁଁ ବି ଦେଖିଛି। ପ୍ରାୟ ସବୁ ନୂଆ ଟିଭି ଆଉ ଲ୍ୟାପଟପ୍ରେ ତ ଅଛି। କିନ୍ତୁ ଡିସ୍ପ୍ଲେ ପୋର୍ଟ କଥା କ'ଣ? ସେଇଟା କେମିତି ଅଲଗା HDMI ଠାରୁ? ହଁ, ଦେଖନ୍ତୁ, ଡିସ୍ପ୍ଲେ ପୋର୍ଟ ବି ଡିଜିଟାଲ, କିନ୍ତୁ ମୁଖ୍ୟ ଜିନିଷଟା ହେଲା ଏହା ସାଧାରଣତଃ ଅଧିକା ବ୍ୟାଣ୍ଡୱିଡ୍ଥ ଦିଏ। ମାନେ ଭାବନ୍ତୁ ଗୋଟେ ବଡ଼ ପାଇପ୍ ଯେଉଁଥିରେ ଏକା ସାଙ୍ଗରେ ବହୁତ ବେଶୀ ଭିଡିଓ ଡାଟା ଯାଇପାରିବ। ଏହାର ଅର୍ଥ ହେଲା ଏହା ବହୁତ ହାଇ ରେଜଲ୍ୟୁସନ୍, ଯେମିତି 4K କିମ୍ବା ତାଠୁ ବି ଅଧିକ, ଆଉ ବହୁତ ହାଇ ରିଫ୍ରେଶ୍ ରେଟ୍କୁ ବି ସପୋର୍ଟ କରେ। ଓହୋ, ଆଚ୍ଛା। ତାମାନେ ଯୋଉଠି ସ୍କ୍ରିନ୍ରେ ଚିତ୍ର ବହୁତ ଜଲ୍ଦି ଜଲ୍ଦି ବଦଳିବା ଦରକାର, ଯେମିତିକି ଗେମିଂ କଲାବେଳେ କିମ୍ବା ହାଇ ଏଣ୍ଡ ଗ୍ରାଫିକ୍ସ କାମରେ, ସେଠି ଡିସ୍ପ୍ଲେ ପୋର୍ଟ ବେଶୀ କାମ ଦେବ। କାରଣ ସେ ବଡ଼ ପାଇପ୍ ଭଳିଆ କାମ କରୁଛି। ଏକ୍ଜାକ୍ଟଲି, ଠିକ୍ କହିଲେ। ସେଇଥିପାଇଁ ତ ଯେଉଁମାନେ ଗେମ୍ ଖେଳନ୍ତି ବା ପ୍ରୋଫେସନାଲ ଭିଡିଓ ଏଡିଟିଂ କରନ୍ତି, ସେମାନେ ପ୍ରାୟତଃ ଡିସ୍ପ୍ଲେ ପୋର୍ଟ ହିଁ ବାଛନ୍ତି। ଆଉ ଗୋଟେ କଥା, ଏଥିରେ ଡେଜି ଚେନିଂ ବି ହୁଏ, ମାନେ ଗୋଟିଏ ପୋର୍ଟରୁ ଏକାଧିକ ମନିଟର ଯୋଡ଼ି ହୁଏ। ବୁଝିଲି ଏବେ। କିନ୍ତୁ ଯଦି HDMI ଆଉ ଡିସ୍ପ୍ଲେ ପୋର୍ଟ ଏତେ ଆଧୁନିକ, ତେବେ ଆମେ ଏବେ ବି କିଛି ପୁରୁଣା କମ୍ପ୍ୟୁଟରରେ ବା ପ୍ରୋଜେକ୍ଟରରେ ସେ ନୀଳ ରଙ୍ଗର ପୋର୍ଟଟା ଦେଖୁ, ସେ VGA। ସେଇଟା କାହିଁକି ଅଛି ଏବେ ବି? ମୋର ମନେ ପଡ଼ୁଛି ପୁରୁଣା CRT ମନିଟରରେ ସେଇଟା ଲାଗୁଥିଲା। ହଁ, ସେ VGA ବା ଭିଡିଓ ଗ୍ରାଫିକ୍ସରେ ତ ବହୁତ ପୁରୁଣା। ସେଇଟା ଗୋଟେ ଆନାଲଗ ଷ୍ଟାଣ୍ଡାର୍ଡ। ମୁଖ୍ୟ ଫରକ ହେଲା ଏହା ଡିଜିଟାଲ ସିଗ୍ନାଲ ପଠାଇନି, ଏହା ଆନାଲଗ ସିଗ୍ନାଲ ପଠାଏ। ଆନାଲଗ ସିଗ୍ନାଲର ଗୋଟେ ଅସୁବିଧା ହେଲା ଏହା ବାହାରର ଶବ୍ଦ ବା ଇଣ୍ଟରଫେରେନ୍ସ ଦ୍ୱାରା ଏହା ସହଜରେ ପ୍ରଭାବିତ ହୁଏ। ତେଣୁ ଚିତ୍ରର କ୍ୱାଲିଟି ମାନେ ସ୍ପଷ୍ଟତା ଡିଜିଟାଲ ତୁଳନାରେ କମ୍ ଥାଏ, ଆଉ ରିଜଲ୍ୟୁସନ୍ ବି କମ୍ ସପୋର୍ଟ କରେ। ଧୀରେ ଧୀରେ ଏହାର ବ୍ୟବହାର କମି କମି ଯାଉଛି ଆଜ୍ଞା। ଆଚ୍ଛା। ହୋ, ଏବେ ଆସିବା ସବୁଠୁ ଆଧୁନିକ ଲାଗୁଥିବା ପୋର୍ଟକୁ USB-C। ଏଇଟା ତ ଆମେ ବେଶୀ ଜାଣିଛେ ଫୋନ୍ ଚାର୍ଜିଂ ପାଇଁ କିମ୍ବା ହାର୍ଡ ଡିସ୍କ ଯୋଡ଼ିବା ପାଇଁ। ଏହା ଭିଡିଓ ପାଇଁ କେମିତି କାମ କରେ? ହଁ, ଏଇଟା ବଡ଼ ମଜାଦାର ଜିନିଷ। ଦେଖନ୍ତୁ, USB-C ନିଜେ ଖାଲି ଗୋଟେ କନେକ୍ଟରର ଡିଜାଇନ୍, କିନ୍ତୁ ଏହାର ଶକ୍ତି ହେଲା ଏହାର ବହୁମୁଖିତା, ମାନେ ଏହା ବହୁତ କିଛି କରିପାରେ। କିଛି USB-C ପୋର୍ଟ ଅଲ୍ଟରନେଟ୍ ମୋଡ୍ସ ବୋଲି ଗୋଟେ ଜିନିଷ ସପୋର୍ଟ କରନ୍ତି। ତ ଯଦି ଗୋଟେ USB-C ପୋର୍ଟ ଡିସ୍ପ୍ଲେ ପୋର୍ଟ ଅଲ୍ଟରନେଟ୍ ମୋଡ୍ ବା ଯାହାକୁ DP ଅଲ୍ଟ ମୋଡ୍ କୁହାଯାଏ, ତାକୁ ସପୋର୍ଟ କରେ, ତାହେଲେ ସେହି ଗୋଟିଏ ପୋର୍ଟରେ ଆପଣ ଡାଟା ଟ୍ରାନ୍ସଫର କରିପାରିବେ, ଡିଭାଇସ୍କୁ ପାୱାର ଦେଇପାରିବେ, ଆଉ ଡିସ୍ପ୍ଲେ ପୋର୍ଟ ଭଳି ଭିଡିଓ ସିଗ୍ନାଲ ବି ପଠାଇ ପାରିବେ। ଡିସ୍ପ୍ଲେ ପୋର୍ଟ ଅଲ୍ଟରନେଟ୍ ମୋଡ୍। ଆଚ୍ଛା, ଏର ମାନେ କ'ଣ ସବୁ USB-C ପୋର୍ଟରୁ ଭିଡିଓ ବାହାରିବ ନାହିଁ? ଏଇଟା ଟିକେ କନଫ୍ୟୁଜନ ସୃଷ୍ଟି କରୁନି କି? କେମିତି ଜାଣିବେ ଲୋକେ? ହଁ, ଅ, ଏଇଠି ଟିକେ ସତର୍କ ହେବାକୁ ପଡ଼ିବ। ସବୁ USB-C ପୋର୍ଟ ସମାନ ନୁହେଁ। କେବଳ ଯେଉଁଥିରେ DP ଅଲ୍ଟ ମୋଡ୍ ଥିବ, ସେଇଥିରୁ ହିଁ ଭିଡିଓ ଆଉଟପୁଟ୍ ହେବ। କେତେବେଳେ କେମିତି ପୋର୍ଟ ପାଖରେ ଗୋଟେ ଡିସ୍ପ୍ଲେ ପୋର୍ଟର ଚିହ୍ନ DP ଲୋଗୋ ଥାଏ, କିନ୍ତୁ ସବୁବେଳେ ନୁହେଁ। ତେଣୁ ଭଲ ହେବ ଯଦି କିଛି କିଣିବା ଆଗରୁ ବା କେବଳ ବାଛିବା ଆଗରୁ ତାର ସ୍ପେସିଫିକେସନ୍ ଟିକେ ଦେଖିନେବେ। ଆଉ ହଁ, ଯେଉଁ ଥଣ୍ଡରବୋଲ୍ଟ 3 ବା ଥଣ୍ଡରବୋଲ୍ଟ 4 ପୋର୍ଟ ଅଛି, ସେଗୁଡ଼ାକ ବି USB-C କନେକ୍ଟର ବ୍ୟବହାର କରନ୍ତି, ଆଉ ସେମାନେ ସାଧାରଣତଃ ଭିଡିଓ ଆଉଟପୁଟ୍ ସପୋର୍ଟ କରନ୍ତି। ବହୁତ ଜରୁରୀ କଥା ଏଟା। ତାହେଲେ ମୋଟାମୋଟି ଭାବେ କହିଲେ HDMI ହେଲା ସାଧାରଣ କାମ ପାଇଁ, ସବୁଠି ମିଳୁଛି। ଡିସ୍ପ୍ଲେ ପୋର୍ଟ ହେଲା ହାଇ ପରଫର୍ମାନ୍ସ, ଯେମିତି ଗେମିଂ ପାଇଁ। VGA ତ ପୁରୁଣା କଥା। ଆଉ USB-C ହେଲା ନୂଆ ମଲ୍ଟିପର୍ପଜ୍ ଅପସନ୍। କିନ୍ତୁ ଦେଖିବାକୁ ପଡ଼ିବ ସେଥିରେ ଭିଡିଓ ସପୋର୍ଟ ଅଛି କି ନାହିଁ। ଠିକ୍ ତ? ଏକଦମ ସଠିକ୍। ବଡ଼ ଚିତ୍ରରେ ଦେଖିଲେ କେଉଁ ପୋର୍ଟ ଆଉ କେଉଁ କେବୁଲ ବ୍ୟବହାର କରିବେ, ସେଇଟା ନିର୍ଭର କରେ ଆପଣଙ୍କ ଲ୍ୟାପଟପ୍ ବା ଡେସ୍କଟପ୍ରେ କ'ଣ ଅଛି, ଆପଣଙ୍କ ମନିଟର
ବା ଟିଭିରେ କ'ଣ ଅଛି ଆଉ ଆପଣ କେମିତିକା କାମ ପାଇଁ ବ୍ୟବହାର କରୁଛନ୍ତି, ମାନେ କେତେ ଭଲ କ୍ୱାଲିଟିର ଭିଡିଓ ଦରକାର। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଦୁଇପଟେ ପୋର୍ଟ ମ୍ୟାଚ୍ କରୁଛି କି ନାହିଁ ଆଉ ଠିକ୍ କେବୁଲ ବ୍ୟବହାର କରୁଛନ୍ତି କି ନାହିଁ। ଭୁଲ କେବୁଲ ଲଗେଇଲେ ପୁରା ପରଫର୍ମାନ୍ସ ମିଳିବନି। ଏସବୁ ଶୁଣିଲା ପରେ ଗୋଟେ କଥା ମନକୁ ଆସୁଛି, ଭବିଷ୍ୟତରେ କ'ଣ ଏମିତି ହବ ଯେ ଏସବୁ ତାରବାଲା ପୋର୍ଟ ଆଉ ରହିବନି? ମାନେ ୱାୟାରଲେସ୍ ଟେକ୍ନୋଲୋଜି କ'ଣ ଏସବୁକୁ ପୁରା ରିପ୍ଲେସ୍ କରିଦେବ? ଆଉ ଯଦି ସେମିତି ହୁଏ, ତାହେଲେ ସେଥିରେ ସିଗ୍ନାଲ ଷ୍ଟାବିଲିଟି, ଲାଟେନ୍ସି ମାନେ ବିଳମ୍ବତା କିମ୍ବା ସୁରକ୍ଷା ନେଇ କିଛି ନୂଆ ଚ୍ୟାଲେଞ୍ଜ ଆସିବ କି? ଏଇଟା ଟିକେ ଭାବିବା କଥା।